ଆସିଛିରେ ଆସିଛି ବାର୍ଷିକ କ୍ରୀଡ଼ା ଆସିଛି ଆକାଶ ଶିଶିର ଝରୁଛି ଆନନ୍ଦରେ ମନ ଝୁମୁଛି ଆମ ଏଇ ବିଦ୍ୟାଳୟ ଆଜି ପୁଣ୍ୟ ଦେବାଳୟ ଆମ ଏଇ ବିଦ୍ୟାଳୟ ଆଜି ପୁଣ୍ୟ ଦେବାଳୟ ଜ୍ଞାନ ଚନ୍ଦନରେ ବିଦ୍ୟା ତୁଳସୀରେ ବାସୁଛି ଆସିଛିରେ ଆସିଛି ବାର୍ଷିକ କ୍ରୀଡ଼ା ଆସିଛି ଆକାଶ ଶିଶିର ଝରୁଛି ଆନନ୍ଦରେ ମନ ଝୁମୁଛି। ବାଲେଶ୍ୱର ଟାଉନ ହାଇସ୍କୁଲ 65ତମ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ଭୂୟାଁ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ମଶାଲ ଯାତ୍ରା ଆତସବାଜି ସହ ପିଲାମାନଙ୍କ ଦ୍ୱାରା ମାର୍ଚ୍ଚ ପାଷ୍ଟ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ବାର୍ଷିକ କ୍ରୀଡ଼ାକୁ ଉଦ୍ଘାଟନ କରିଥିଲେ। 65ତମ ବାର୍ଷିକ କ୍ରୀଡ଼ା ଉତ୍ସବକୁ ମୁଁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରୁଛି। ପାଠପଢ଼ା ସାଙ୍ଗକୁ ଖେଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଶ୍ରୀ ନାୟକ ଆଲୋକପାତ କରିଥିଲେ। ବାର୍ଷିକ କ୍ରୀଡ଼ା ଉତ୍ସବ ପ୍ରତ୍ୟେକ ବିଦ୍ୟାଳୟ ମହାବିଦ୍ୟାଳୟ ଏମିତି ଗୋଟେ ସୁଯୋଗ ଆଣିଦିଏ ପିଲାଙ୍କ ପାଇଁ, ଯାହାର ଯଥେଷ୍ଟ ପୂର୍ବରୁ ଆମେ ମାନସିକ ଶାରୀରିକ ସ୍ତରରେ ନିଜକୁ ପ୍ରସ୍ତୁତ କରିଥାଉ କି ନିଜର ମାକ୍ସିମମ୍ ପ୍ରତିପାଦିତ କରିବା ପାଇଁ, ନିଜକୁ ଚିହ୍ନଟ କରିବା ପାଇଁ, ଅନ୍ୟ ଆଗରେ ପ୍ରମାଣିତ କରିବା ପାଇଁ। ତ ଏଇ ସୁଯୋଗକୁ କୌଣସି ଛାତ୍ରଛାତ୍ରୀ ହାତ ଛଡ଼ା କରିବା ନାହିଁ। ମୁଁ ଆଶା ପ୍ରକାଶ କରିବି ଏ ବିଦ୍ୟାଳୟରେ ପଢ଼ୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ କୌଣସି ନା କୌଣସି ଇଭେଣ୍ଟରେ ପାର୍ଟିସିପେଟ୍ କରିବା ବହୁତ ଜରୁରୀ ଅଛି। ଯୋଉଟା ଆପଣଙ୍କୁ ଭଲ ଲାଗୁଛି ପାର୍ଟିସିପେଟ୍ କରନ୍ତୁ। ହାରିବା ଜିତିବା କଥା ନାହିଁ। ଏ ଯେଉଁ ବାର୍ଷିକ କ୍ରୀଡ଼ା ଉତ୍ସବ ହେଉଛି ଏଠି ଜିତିବା ବା ହାରିବା ଇଏ ପ୍ରଶ୍ନ ଉଠୁନି। ପ୍ରଶ୍ନ ଉଠୁଛି ଯେଉଁ ଖେଳୁଆର ମନୋଭାବ। ପିଲାମାନେ ନିଜ ଭିତରେ ଯଦି ସ୍ପୋର୍ଟସ ମ୍ୟାନ୍ ସ୍ପିରିଟ୍ ନାହିଁ, ଖେଳୁଆର ମନୋଭାବ ନାହିଁ, ଜୀବନରେ ଏତେ ସଫଳତା ପାଇବ ନାହିଁ। ଆଜି ବଞ୍ଚିବାକୁ ହେଲେ ପ୍ରତ୍ୟେକଟି ପାଦରେ ପ୍ରତ୍ୟେକଟି କ୍ଷେତ୍ରରେ ଆପଣଙ୍କୁ ଲଢ଼ିବାକୁ ପଡ଼ିବ। ଲଢ଼ିବାର ମନୋଭାବକୁ ଆମେ ଖେଳୁଆର ମନୋଭାବ କରୁ, ସ୍ପୋର୍ଟସ ମ୍ୟାନ୍ ସ୍ପିରିଟ୍ କରୁ। ଆଜି ଯେଉଁ ସ୍ପୋର୍ଟସ ହେବ, ଅନେକ ପିଲା ସେ ଜୋଶ ସେ ଉଦ୍ଦୀପନାରେ ଦୌଡ଼ିବେ ବା ଜମ୍ପ କରିବେ ବା ବିଭିନ୍ନ ଇଭେଣ୍ଟରେ ପାର୍ଟିସିପେଟ୍ କରିବେ। ତ ସେଇ ସ୍ପିରିଟ୍କୁ ବଞ୍ଚାଇ ରଖିବାର ଅଛି ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ। ତାହେଲେ ଯାଇ ଆପଣମାନେ ଜୀବନରେ ସକ୍ସେସ୍ ହେବେ। କାଉନସିଲର ପଦ୍ମଲୋଚନ ଲେଙ୍କା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କ୍ରୀଡ଼ା ଦ୍ୱାରା ଛାତ୍ରଛାତ୍ରୀଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ସହାୟକ ହେବା ସହ ସ୍କୁଲ ସ୍ତରରୁ ଆନ୍ତର୍ଜାତିକ ସ୍ତର ପର୍ଯ୍ୟନ୍ତ ଯାଇ ଦେଶ, ରାଜ୍ୟ ଏବଂ ଜିଲ୍ଲା ପାଇଁ ଏମିତିକି ସ୍କୁଲ ପାଇଁ ଗୌରବ ଆଣିହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍ଏମ୍ସିର ସଭାପତି ରାକେଶ ଖୁଣ୍ଟିଆ, ଆଲୁମିନି ସଭାପତି ସୁବ୍ରତ କର, ଆଲୁମିନି ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆୟୋଜିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଅତିଥି ଶିକ୍ଷକ ଅକ୍ଷୟ କୁମାର ପାତ୍ର ଅତିଥିଙ୍କୁ ମଞ୍ଚାୟନ ସହ ପରିଚୟ ପ୍ରଦାନ କରିଥିଲେ। ଖେଳ ଶିକ୍ଷୟିତ୍ରୀ କଳ୍ପଲତା ରଥ ବାର୍ଷିକ କ୍ରୀଡ଼ା ବିବରଣୀ ପାଠ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ମଧୁସ୍ମିତା ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ପ୍ରତିଯୋଗିତାରେ ଲଙ୍ଗ ଜମ୍ପ, ସର୍ଟପୁଟ, ଡିସ୍କସ୍ ଥ୍ରୋ, ହାଇ ଜମ୍ପ, 100 ମିଟର, 200 ମିଟର, 400 ମିଟର ଦୌଡ଼, ଧୀର ସାଇକେଲ ଚାଳନା, ମ୍ୟୁଜିକ୍ ଚେୟାର ସମେତ ପ୍ରାୟ 70ଟି ଖେଳରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ମେଡାଲ ପ୍ରଦାନ କରିଥିଲେ। ଏହି ସମସ୍ତ ଖେଳ ପରିଚାଳନା ପାଇଁ ବାହାର ବିଦ୍ୟାଳୟରୁ ଆସିଥିବା ଖେଳ ଶିକ୍ଷକମାନେ ଚିତ୍ତରଞ୍ଜନ ପାସା, ଶେଖ ହାସିମ, ବିଜୟ ପରମାଣିକ, ଅପୂର୍ବ ରଞ୍ଜନ ଖୁଣ୍ଟିଆ, ଅମୂଲ୍ୟ ରାଉତ, ନିତ୍ୟନୂତନ ଦେ ଏବଂ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ କଳ୍ପଲତା ରଥ ଏହି ସବୁ ଖେଳକୁ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସୁମତି ରାଉତ, ମଧୁସ୍ମିତା ବାରିକ, ସୁସ୍ମିତା ପଣ୍ଡା, ଭାରତୀ ରାଉଳ, ଜୟନ୍ତୀ ଚାଷୀ, ସୁଲୋଚନା ଜେନା, ଜୟସ୍ମିତା ବେହେରା, ସତ୍ୟସାଗରିକା ରାଉତ, ନମିତା ନାୟକ, ଶିଖାରାଣୀ ପାତ୍ର, ତନୁଶ୍ରୀ କର, ରାମକୃଷ୍ଣ ପଣ୍ଡା, ଶଶିକାନ୍ତ ମିଶ୍ର, ଅଫିସ ସହକାରୀ ରାଜେନ୍ଦ୍ର ଦେ, ଶଶଧର ନାୟକ, ଅଜିତ ପଟ୍ଟନାୟକ ଏଥିସହିତ ବିଏଡ୍ ସାର୍ ଏବଂ ମ୍ୟାଡାମ ମାନଙ୍କର ସହଯୋଗରେ ଏହି ଖେଳ ସଫଳ ହୋଇଥିଲା। ପୃଥିବୀ ହାଉସର ପିଲାମାନେ